मेघमाଳରେ शीघ्र आसुथिबा आम्भमानଙ୍କ प्रभु जीशु ख्रीष्टଙ୍କର अति पवित्र ଓ बहुमूल्य नामରେ ଆପଣ ସମସ୍ତଙ୍କୁ ଆଉ ଗୋଟିଏ ନୂତନ ପ୍ରସଙ୍ଗରେ ପୁନର୍ବାର ମୁଁ ସ୍ୱାଗତ କରେ। ପ୍ରତିଦିନ ଭଳି ଆଜି ମଧ୍ୟ ପ୍ରଭୁଙ୍କର ବାକ୍ୟକୁ ନେଇ ଆପଣମାନଙ୍କ ନିକଟରେ ଆସିବା ପାଇଁ ଏହି ସୁନ୍ଦର ସୁଯୋଗ ମୋ ଜୀବନରେ ପାଇଛି, ସେଥିପାଇଁ ପ୍ରଭୁଙ୍କୁ ମୁଁ ଧନ୍ୟବାଦ ଦିଏ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆସନ୍ତୁ ଆଜି ମଧ୍ୟ ପ୍ରଭୁଙ୍କ ବାକ୍ୟରୁ ଆମେ ଆଉ ଏକ ନୂଆ ପ୍ରସଙ୍ଗରେ ଅଳ୍ପ ସମୟ ଧ୍ୟାନ କରିବା ପାଇଁ ଯିବା। ଆଜି ଆମେ ଯେଉଁ ପ୍ରସଙ୍ଗରେ କଥାବାର୍ତ୍ତା ହେବା, ସେହି ପ୍ରସଙ୍ଗର ଶୀର୍ଷକ ହେଲା କିପରି ମରିବା ଉଚିତ। ଆଜିର ପ୍ରସଙ୍ଗ ହେଲା ମନୁଷ୍ୟ କିପରି ମରିବା ଆବଶ୍ୟକ ରହିଛି। ଏହି ପ୍ରସଙ୍ଗରେ ଆମେ ପ୍ରଭୁଙ୍କ ବାକ୍ୟରୁ ଅଳ୍ପ ସମୟ କଥାବାର୍ତ୍ତା ହେବା। ଏହି ପ୍ରସଙ୍ଗଟି ଶୁଣିଲା ପରେ ଆପଣମାନଙ୍କ ମନରେ ଆସୁଥିବ, ଭାଇ ଆପଣ କି ପ୍ରକାର କଥା କହୁଛନ୍ତି, ମୁଁ ତ ମରିବା ପାଇଁ କେବେ ଚାହେଁ ନାହିଁ। ମୁଁ ଏହି ଜଗତରେ ଭଲରେ ବଞ୍ଚିବା ପାଇଁ ଚାହେଁ, ମୋର ଭବିଷ୍ୟତକୁ ଗଠନ କରିବା ପାଇଁ ଚାହେଁ, ସୁଖରେ ରହିବା ପାଇଁ ଚାହେଁ, ଆନନ୍ଦରେ ବଞ୍ଚିବା ପାଇଁ ଚାହେଁ। ଆପଣ ମରିବା କଥା କାହିଁକି କହୁଛନ୍ତି? ଏହି ପ୍ରକାର ଆପଣମାନଙ୍କ ମନରେ ପ୍ରଶ୍ନ ଆସିଥାଇପାରେ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ମୁଁ ଆପଣଙ୍କୁ କହିବା ପାଇଁ ଚାହେଁ, ଆପଣ ହେଇଥିବେ ଶିକ୍ଷିତ ବ୍ୟକ୍ତି, ଆପଣ ହେଇଥିବେ ଅଶିକ୍ଷିତ ବ୍ୟକ୍ତି, ଆପଣ ଧନୀ ବ୍ୟକ୍ତି ହେଇଥାଇ ପାରନ୍ତି, ଆପଣ ଗରିବ ବ୍ୟକ୍ତି ହେଇଥାଇ ପାରନ୍ତି, ଆପଣ କୌଣସି ଜାତିର ହୁଅନ୍ତୁ ନା କାହିଁକି, କୌଣସି ଭାଷା ବର୍ଣ୍ଣର ହୁଅନ୍ତୁ ନା କାହିଁକି, ଆପଣଙ୍କ ନିମନ୍ତେ ମୋ ନିମନ୍ତେ ମୃତ୍ୟୁ ସୁନିଶ୍ଚିତ ଅଟେ। ଦିନେ ମୃତ୍ୟୁ ନିଶ୍ଚୟ ଆସିବ। ପରମେଶ୍ୱର ଆମ୍ଭମାନଙ୍କୁ କେବଳ ଆମେ ଖାଇବୁ ପିଇବୁ, ମହା ଆଡମ୍ବରେ ରହିବୁ, ସୁଖ ଶାନ୍ତିରେ ରହିବୁ, ଆନନ୍ଦରେ ଆମେ এই ପୃଥିବୀରେ ବସବାସ କରିବୁ, ଆମର ଭବିଷ୍ୟତକୁ ଗଠନ କରିବୁ, କେବଳ ଏତିକି ପାଇଁ ଆମକୁ ଜୀବିତ ମାନଙ୍କ ମଧ୍ୟରେ ସେ ରଖି ନାହାନ୍ତି। କେବଳ ଏହି କାର୍ଯ୍ୟ ନିମନ୍ତେ ଆମକୁ ସେ ପୃଥିବୀ ପୃଷ୍ଠକୁ ପଠେଇ ନାହାନ୍ତି। ଆମକୁ ଏଇ ପୃଥିବୀରେ ରହୁ ରହୁ ଆମେ ଯେପରି ମୃତ୍ୟୁ ନିମନ୍ତେ ମଧ୍ୟ ପ୍ରସ୍ତୁତ ହେବୁ, ସେଥିପାଇଁ ପରମେଶ୍ୱର ଏହି ପୃଥିବୀ ଆମ୍ଭମାନଙ୍କୁ ଦେଇଛନ୍ତି। ସେଥିପାଇଁ ପ୍ରଭୁ ଆମକୁ ଜୀବିତ ମାନଙ୍କ ମଧ୍ୟରେ ରଖିଛନ୍ତି। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆଜି ବାକ୍ୟରୁ ମୁଁ ଅଳ୍ପ ସମୟ ଆପଣମାନଙ୍କୁ କହିବା ପାଇଁ ଚାହେଁ ଯେ ଆମେ କିପରି ମରିବା ଆବଶ୍ୟକ ରହିଛି। ବଞ୍ଚିବା ପାଇଁ ଆଜି ଅନେକ ଜାଣନ୍ତି, କିନ୍ତୁ ମରିବା ନିମନ୍ତେ ଅନେକ ଭାଇ ଭଉଣୀ ମାନେ ପ୍ରସ୍ତୁତ ହଉନାହାନ୍ତି। ବାଇବଲ ଆମକୁ କେବଳ ବଞ୍ଚିବାକୁ ଶିଖାଏ ତାହା ନୁହେଁ, ଆମକୁ ଏହି ପୃଥିବୀ ଛାଡି ଗଲା ପରେ ଆମେ କିପରି ରହିବୁ, ମୃତ୍ୟୁ ପୂର୍ବରୁ ଆମେ ନିଜକୁ କେମିତି ପ୍ରସ୍ତୁତ କରିବୁ, ତାହା ମଧ୍ୟ ବାଇବଲ ଆମ୍ଭମାନଙ୍କୁ ଶିଖାଏ। ଆସନ୍ତୁ ବାକ୍ୟରୁ ଗୋଟେ ପଦ ପଢି ଆମେ ଆଗକୁ ବଢିବା। ଆମ୍ଭମାନଙ୍କର ସୁପରିଚିତ ବାକ୍ୟ, ଆପଣମାନେ ଲୁକ ଲିଖିତ ସୁସମାଚାର 16 ଅଧ୍ୟାୟକୁ ଆସିବେ। 16 ଅଧ୍ୟାୟ 19 ପଦରୁ 24 ପଦ ପର୍ଯ୍ୟନ୍ତ ଆମେ ପାଠ କରିବା ଏବଂ ଅଳ୍ପ ସମୟ ଆମେ କଥାବାର୍ତ୍ତା ହେବା। ଲେଖାଯାଏ, ଜଣେ ଧନୀ ଲୋକ ଥିଲା। ସେ ବହୁମୂଲ୍ୟ ବସ୍ତ୍ର ପିନ୍ଧି ମହା ଆଡମ୍ବରେ ପ୍ରତିଦିନ ଆମୋଦ ପ୍ରମୋଦ କରୁଥିଲା। କିନ୍ତୁ ତାହାର ଫାଟକ ପାଖରେ ଲାଜାର ବୋଲି ଜଣେ ଭିକାରୀ ପଡି ରହିଥିଲା। ତାର ଦେହ ଯାକ ଘା ଭର୍ତ୍ତି ହୋଇଥିଲା। ସେ ସେହି ଧନୀ ଲୋକର ମେଜରୁ ପଡିବା ଅଇଁଠାରୁ କିଛି ଖାଇ ପେଟ ପୁରାଇବାକୁ ଆଶା କରୁଥିଲା। ଆଉ କୁକୁର ଗୁଡାକ ସୁଦ୍ଧା ଆସି ତାହାର ଘା ସବୁ ଚାଟୁଥିଲେ। କାଳକ୍ରମେ ସେହି ଭିକାରୀଟି ମରିଗଲା ଓ ଦୂତମାନଙ୍କ ଦ୍ୱାରା ଅବ୍ରାହାମଙ୍କ କୋଳକୁ ନିଆଗଲା। ପରେ ସେହି ଧନୀ ଲୋକ ମଧ୍ୟ ମରିଗଲା ଓ ସମାଧି ପାଇଲା। 23 ପଦ, ଆଉ ସେ ନରକ ଯନ୍ତ୍ରଣାରେ କଲବଲ ହୋଇ ଉପରକୁ ଚାହିଁ ଦୂରରେ ଅବ୍ରାହାମ ଓ ତାଙ୍କ କୋଳରେ ଲାଜାରକୁ ଦେଖିଲା। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଏହି ବାକ୍ୟ ଆମ ଖ୍ରୀଷ୍ଟିଆନ ସମାଜର ଅତି ସୁପରିଚିତ ଏବଂ ଅତି ପୁରୁଣା ବାକ୍ୟ ଅଟେ। ଏହି ବାକ୍ୟକୁ ସମସ୍ତ ଭାଇ ଭଉଣୀ ମାନେ ଜାଣନ୍ତି। ପରମେଶ୍ୱରଙ୍କ ବାକ୍ୟ ଆମେ ଯେତେ ପଢୁଥିବା, ଯେତେ ଧ୍ୟାନ କରୁଥିବା, ପ୍ରତିଦିନ ନୂତନ ଅଟେ। ନୂଆ ନୂଆ ଭାବରେ, ନୂଆ ନୂଆ ପ୍ରକାରରେ ପରମେଶ୍ୱର ଆମକୁ କଣ କରନ୍ତି? ଶିକ୍ଷା ଦିଅନ୍ତି। ଏହି ସ୍ଥାନରେ ଆମେ ଦେଖୁଛୁ ଯେ ଜଣେ ଧନୀ ଆଉ ଲାଜାରଙ୍କ ବିଷୟରେ ଆମେ ପାଠ କରୁଛୁ। ସେହି ଧନୀ ବ୍ୟକ୍ତି ପୃଥିବୀରେ ଥିବା ସମୟରେ ସେ ମହା ଆଡମ୍ବରେ ସେ କଣ କରୁଥିଲା? ଦିନ ପ୍ରତିଦିନ ସେ ଅତିବାହିତ କରୁଥିଲା। ବହୁମୂଲ୍ୟ ବସ୍ତ୍ର ପିନ୍ଧୁଥିଲା, ଭଲରେ ଖାଉଥିଲା। ପୃଥିବୀରେ କେମିତି ଟଙ୍କା କମାଇବା, କେମିତି ଭଲରେ ରହିବା, କେମିତି ସମ୍ମାନ ପାଇବା, ସବୁ ବିଷୟ ସେ ବ୍ୟକ୍ତିକୁ ଜଣାଥିଲା। ମାତ୍ର ମୃତ୍ୟୁ ନିମନ୍ତେ ସେହି ବ୍ୟକ୍ତି କି ପ୍ରକାର ନିଜକୁ ପ୍ରସ୍ତୁତ କରିବା କଥା, ସେହି ବିଷୟ ସେହି ଧନୀ ବ୍ୟକ୍ତିକୁ ଜଣା ନଥିଲା। ଏହି ସ୍ଥାନରେ ଆମେ ଦେଖୁଛୁ ଯେ ସବୁ କରିବା ପାଇଁ ସେ ବ୍ୟକ୍ତି ଜାଣୁଛି, କିନ୍ତୁ ମରିବା ପାଇଁ ସେ ଜାଣୁନି। ମୃତ୍ୟୁ ପୂର୍ବରୁ ସେ ନିଜକୁ ପ୍ରସ୍ତୁତ କରୁନାହିଁ।
ଆମେ ଦେଖୁଛୁ ଯେ କାଳକ୍ରମେ ସେହି ଧନୀ ଲୋକଙ୍କର ମୃତ୍ୟୁ ହେଇଯାଉଛି। ଆପଣ ଯେକୌଣସି ବ୍ୟକ୍ତି ହୁଅନ୍ତୁ ନା କାହିଁକି ଦିନେ ମୃତ୍ୟୁ ସୁନିଶ୍ଚିତ ଅଟେ। ପ୍ରିୟ ଭାଇ ଭଉଣୀ ମାନେ, ଆମେ ମୃତ୍ୟୁ ନିମନ୍ତେ ନିଜକୁ ପ୍ରସ୍ତୁତ କରିବା। ଏହି ବ୍ୟକ୍ତି ସବୁ କରିବା ପାଇଁ ସେ ପ୍ରସ୍ତୁତି ତାଙ୍କର ଥିଲା। ସେ ପ୍ରତିଷ୍ଠିତ ବ୍ୟକ୍ତି ଥିଲେ। ଖାଇବା ପିଇବା, ଧନ ସମ୍ପତ୍ତି, ସମ୍ମାନ, ଆଦର ପ୍ରତ୍ୟେକ ବିଷୟ ତାଙ୍କ ପାଖରେ ଥିଲା, କିନ୍ତୁ ମୃତ୍ୟୁ ନିମନ୍ତେ ସେ ପ୍ରସ୍ତୁତ ହେଇପାରିଲେ ନାହିଁ। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ଏହି ସ୍ଥାନ ଲେଖାଯାଏ ଯେ ସେ କାଳକ୍ରମେ କଣ ହେଉଛନ୍ତି, ସେ ମୃତ୍ୟୁ ଭୋଗ କରୁଛନ୍ତି। ଆଉ ମୃତ୍ୟୁ ଭୋଗ କଲା ପରେ ସେହି ବ୍ୟକ୍ତି ନରକର ଯନ୍ତ୍ରଣାରେ ସେ ପୋଡ଼ି କଲବଲ ହଉଛନ୍ତି ଏବଂ ଉପରକୁ ଚାହୁଁଛନ୍ତି। ଆଉ ଅବ୍ରାହମଙ୍କ କୋଳରେ ସେ ଲାଜାରକୁ ଦେଖୁଛନ୍ତି। ଲାଜାରଙ୍କ ପାଖରେ କିଛି ନଥିଲା। ତାଙ୍କୁ ଦେଖା ସାକ୍ଷାତ କରିବା ପାଇଁ ତାଙ୍କର ଅଭିଭାବକ ନଥିଲେ। ତାଙ୍କ ପାଖରେ ଖାଇବା ପିଇବା, ଘର ଦ୍ୱାର କିଛି ମଧ୍ୟ ନଥିଲା। ଏଇ ପୃଥିବୀରେ ତାଙ୍କ ପାଖରେ କିଛି ନଥିଲା। ମାତ୍ର ମୃତ୍ୟୁ ନିମନ୍ତେ ସେ ନିଜକୁ ପ୍ରସ୍ତୁତ କରିଥିଲେ। ପ୍ରଭୁ ଆଜି ଆମମାନଙ୍କୁ କଥା କହୁଛନ୍ତି, ପ୍ରଭୁ ଆମମାନଙ୍କୁ ଚେତାଇ ଦେଉଛନ୍ତି, ପରାମର୍ଶ ଦେଉଛନ୍ତି ଯେ ଏହି ଧନୀ ବ୍ୟକ୍ତି ସେ ନରକରେ କାହିଁକି କଲବଲ ହଉଛି। ଗୋଟିଏ ବିଷୟ ପାଇଁ ସେ କଲବଲ ହଉଛି। ଆପଣ ମୋ ସହିତ ପଢିବେ ସେଇ 16 ଅଧ୍ୟାୟ 29 ଆଉ 30 ପଦରେ ଲେଖାଗଲା, କିନ୍ତୁ ଅବ୍ରାହମ କହିଲେ, ସେମାନଙ୍କ ନିକଟରେ ମଶା ଓ ଭାବବାଦୀଙ୍କ ଧର୍ମଶାସ୍ତ୍ର ଅଛି, ସେମାନେ ସେମାନଙ୍କର କଥା ଶୁଣନ୍ତୁ। ସେଥିରେ ସେ କହିଲା, ଅର୍ଥାତ୍ ସେ ଧନୀ ଲୋକ ନରକରୁ କହୁଛି, ହେ ପିତା ଅବ୍ରାହମ, ତାହା ଯଥେଷ୍ଟ ନୁହେଁ। ମାତ୍ର ଯଦି ମୃତମାନଙ୍କ ପାଖରୁ ଜଣେ ସେମାନଙ୍କ ନିକଟକୁ ଯିବ, ତାହେଲେ ସେମାନେ ମନ ପରିବର୍ତ୍ତନ କରିବେ। ଏହି ଧନୀ ବ୍ୟକ୍ତିର ଭୁଲ ହେଲା, ସେ ମୃତ୍ୟୁ ପୂର୍ବରୁ ମନ ପରିବର୍ତ୍ତନ କଲେ ନାହିଁ। ଆମେ ମୃତ୍ୟୁ ପୂର୍ବରୁ କେମିତି ଆମେ ମରିବାର ଆବଶ୍ୟକ ରହିଛି, ମନ ପରିବର୍ତ୍ତନ କରିବାର ଆବଶ୍ୟକ ରହିଛି। ମୃତ୍ୟୁ କେତେବେଳେ ଆସେ ମନୁଷ୍ୟ ଜାଣେ ନାହିଁ। ମୃତ୍ୟୁ କେଉଁ ଆଡରୁ ଆସେ, କେଉଁ ସ୍ଥାନରୁ ଆସେ, ଆମକୁ ଜଣା ନାହିଁ। ଏହି ଦିନ ମାନଙ୍କରେ ଆମେ ଦେଖୁଛୁ ଲୋକମାନେ ରାସ୍ତାରେ ଯାଉଥିବେ, ସେମାନଙ୍କର ଆକ୍ସିଡେଣ୍ଟ ଯୋଗୁଁ ସେମାନେ ହଠାତ୍ ସେମାନଙ୍କର ମୃତ୍ୟୁ ହେଇଯାଉଛି। କେହି ତ ହାର୍ଟ ଆଟାକ୍ ହେଇ ମୃତ୍ୟୁବରଣ କରୁଛନ୍ତି। ବିଭିନ୍ନ ମାଧ୍ୟମରେ ଆମ ଜୀବନରେ ମୃତ୍ୟୁ ଆସେ। କିନ୍ତୁ ଆଜିର ବିଷୟ ହେଲା, ମୃତ୍ୟୁ ପୂର୍ବରୁ ଆମକୁ ପ୍ରସ୍ତୁତ ରହିବା। କେମିତି ପ୍ରସ୍ତୁତ ରହିବା? ମନ ପରିବର୍ତ୍ତନ କରି ଆମେ ପ୍ରସ୍ତୁତ ରହିବାର ଆବଶ୍ୟକ ରହିଛି। ଏହି ବ୍ୟକ୍ତି ମରିବା ପାଇଁ ସେ ଜାଣିଲା। ଆମେ କିପରି ମରିବା? ମନ ପରିବର୍ତ୍ତନ କରି ମରିବା। ଆମେ ପାପ ଛାଡି ମରିବା, ଜଗତରୁ ମୁକ୍ତ ହେଇ ମରିବା। ଆମେ ପ୍ରଭୁଙ୍କୁ ନିଜର ଉଦ୍ଧାରକର୍ତ୍ତା ଭାବରେ, ଯୀଶୁଙ୍କୁ ନିଜର ତ୍ରାଣକର୍ତ୍ତା ଭାବରେ ଆମେ ଗ୍ରହଣ କରି ଯଦି ଆମେ ମରିବା, ତାହେଲେ ଆମ ପାଇଁ ଆଉ ଏକ ଶାନ୍ତିର ସଂସାର, ଆଉ ଏକ ଆନନ୍ଦର ଜଗତ, ଆଲୋକର ଏକ ନୂତନ ପୃଥିବୀ, ନୂତନ ଆକାଶ ମଣ୍ଡଳ ପରମେଶ୍ୱର ମନୁଷ୍ୟ ନିମନ୍ତେ ରଖିଛନ୍ତି। ପ୍ରଭୁଙ୍କ ନାମର ଗୌରବ ହଉ। ଆପଣମାନଙ୍କ ନିକଟରେ ମୁଁ ଗୀତ ସଂଗୀତର ଗୋଟେ ବାକ୍ୟ ପଢିବା ପାଇଁ ଚାହେଁ। 116 ଗୀତ 15 ପଦରେ ଲେଖାଗଲା, ସଦାପ୍ରଭୁଙ୍କ ଦୃଷ୍ଟିରେ ତାହାଙ୍କ ସଦ୍ଭକ୍ତ ମାନଙ୍କ ମରଣ ବହୁମୂଲ୍ୟ ଅଟେ। ସଦାପ୍ରଭୁଙ୍କ ଦୃଷ୍ଟିରେ କେଉଁମାନଙ୍କ ମରଣ ବହୁମୂଲ୍ୟ, କେଉଁମାନଙ୍କ ମରଣକୁ ପରମେଶ୍ୱର ପ୍ରଶଂସା କରନ୍ତି, କେଉଁମାନଙ୍କ ମରଣରେ ପରମେଶ୍ୱର ସନ୍ତୁଷ୍ଟ ହୁଅନ୍ତି, ଜାଣନ୍ତି କି ଆପଣ? ବାକ୍ୟରେ ଲେଖାଯାଏ ଯେ ସଦ୍ଭକ୍ତ ମାନଙ୍କର ମରଣ। ସେହିଦିନ ଧନୀ ବ୍ୟକ୍ତି ମଧ୍ୟ ମଲା, ଆଉ ଲାଜାର ମଧ୍ୟ ମୃତ୍ୟୁବରଣ କଲେ। କିନ୍ତୁ ଲାଜାରଙ୍କ ମୃତ୍ୟୁରେ ପରମେଶ୍ୱର ସନ୍ତୋଷ ହେଇଗଲେ, ସେ ଖୁସି ହେଇଗଲେ, ସେ ଆନନ୍ଦିତ ହେଇଗଲେ। ଆଉ ସେଇ ଧନୀ ବ୍ୟକ୍ତିର ମରଣ ନିମନ୍ତେ ପରମେଶ୍ୱର କେବେ ମଧ୍ୟ ସେ ସନ୍ତୁଷ୍ଟ ହେଲେ ନାହିଁ। କେବେ ମଧ୍ୟ ସେଇ ବିଷୟକୁ ଭାବି ସେ ମନରେ ସେ ସାନ୍ତ୍ୱନା ପାଇଲେ ନାହିଁ। କାହିଁକି? ଧନୀ ବ୍ୟକ୍ତି ପାଖରେ ବାଇବଲ ଥିଲା, ଅର୍ଥାତ୍ ମଶାଙ୍କର ଧର୍ମଶାସ୍ତ୍ର ଥିଲା, ମଣ୍ଡଳୀ ଥିଲା, ଅର୍ଥାତ୍ ତାଙ୍କ ପାଇଁ ସେବା ଆରାଧନା ବା ପ୍ରାର୍ଥନାର ସ୍ଥଳ ଥିଲା, ଯାଜକ ମାନେ ଥିଲେ। ଏତେ ସବୁ ଥିବା ସତ୍ତ୍ୱେ ମଧ୍ୟ ସେହି ବ୍ୟକ୍ତି ମନ ପରିବର୍ତ୍ତନ କରିପାରିଲା। କିନ୍ତୁ ଲାଜାରଙ୍କ ପାଖରେ କିଛି ନଥିଲା। ମାତ୍ର ସେ କଣ କଲେ? ମନ ପରିବର୍ତ୍ତନ କରି ମୃତ୍ୟୁ ନିମନ୍ତେ ପ୍ରସ୍ତୁତ ଥିଲେ। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ଏହି ସ୍ଥାନ ଲେଖାଯାଏ, ସଦାପ୍ରଭୁଙ୍କ ଦୃଷ୍ଟିରେ ତାହାଙ୍କ ସଦ୍ଭକ୍ତ ମାନଙ୍କ ମରଣ ବହୁମୂଲ୍ୟ ଅଟେ। ପ୍ରଭୁ ଚାହାନ୍ତି ଆମେ ତାହାଙ୍କ ଦୃଷ୍ଟିରେ ଆମେ ଯେତେବେଳେ ମୃତ୍ୟୁବରଣ କରିବା, ତାହାଙ୍କର ଗ୍ରହଣ ଯୋଗ୍ୟ ହେବା, ତାହାଙ୍କର
कलकु जिबा ताहांको निकटकु जिबा एहा परमेश्वर इच्छा करंती। प्रिय भाई भणी माने आमको आमे सदाचरण करने आवश्यक रही। सद्भक्त माने क्यों माने जे माने मन परिवर्तन करिसंती, जे माने पापरु फेरिसंती, प्रभुଙ୍କ निमंते बंचुचंती एवं से माने जेतेबेले मरि जांती मरि गले मध्य से माने प्रभुଙ୍କର अटंती। शेषरे गोटे वाक्य पढ़ी आमे प्रार्थना करिबा पई छिबा। एई स्थान रे आपण पढ़िबे जिहिजिकल 18 अध्याय, जिहिजिकल 18 अध्याय 23 पदरे लेखा गला, प्रभु सदा प्रभु कहंती दुष्टर मरण रे कि आम्भर किछि संतोष अछि। प्रिय भाई भणी माने दुष्ट ही आमे केबे मरिबा नै, आमे पाप करी केबे मरिबा नै, भूल करी परिवर्तन न ही आमे केबे मध्य मरिबा उचित नुहे। ସେଥିପାଇଁ प्रभु कहउचंती दुष्टर मरण रे कि आमर किछि संतोष अछि। आमे कि से मरण को आमे ग्रहण करिबु केबे भी नुहे। ସେଥିପାଇଁ प्रभु कहउचंती बरं से आपणा कुपथरु फेरी बंचु एथिरे कि आमर संतोष नाही। से चाहुचंती बंची थाउ थाउ फेरी आसु, बंची थाउ थाउ बदली जाओ, बंची थाउ थाउ अनुताप करो, बंची थाउ थाउ मंडली को जाओ, बंची थाउ थाउ वाक्य पढ़ो, उपवास करो, आउ पाप स्वीकार करी क्षमा पाओ, मन परिवर्तन करी परित्राण पाओ। एहा प्रभु चाहुचंती। प्रभु आमान को अनुग्रह करंतु। प्रिय प्रभुଙ୍କ लोक माने आज समय अछि, मृत्यु परे मन परिवर्तन करिवार सुजोग नथिबो। आज सुजोग अछि आमे अनुताप करि परिबा, आज सुजोग अछि पापरु आमे फेरी आसी परिबा। ସେଥିପାଇଁ ଆମେ କିପରି ମରିବା ଆବଶ୍ୟକ ରହିଛି, ମନ ପରିବର୍ତ୍ତନ କରି ମରିବା ଆବଶ୍ୟକ ରହିଛି। ଦୁଷ୍ଟତାରୁ ଫେରି ଆମେ ବଞ୍ଚିବା ଏବଂ ଯଦି ମୃତ୍ୟୁ ଭୋଗ କରିବା ତାହେଲେ ଆମେ ପରମେଶ୍ୱରଙ୍କ ଦୃଷ୍ଟିରେ ବହୁମୂଲ୍ୟ ହେବା, ବହୁମୂଲ୍ୟ ହେବା। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ଆସନ୍ତୁ ପଦେ ପ୍ରାର୍ଥନା କରିବା। ପ୍ରେମିକ ସ୍ୱର୍ଗୀୟ ପିତା, ମୁଁ ତୁମକୁ ଧନ୍ୟବାଦ ଦିଏ ପ୍ରଭୁ, ତୁମ ବାକ୍ୟ ଦ୍ୱାରା ଆମମାନଙ୍କୁ କଥା ହେଇଛ। ପିତା, ତୁମେ ଯେ ପୃଥିବୀରେ କେବଳ ବଞ୍ଚିବାଟା ଶିଖାଇବା ପାଇଁ ଆସିଲ ତାହା ନୁହେଁ, आमे किपरि मरिबु ताहा मध्य तुम वाक्य तुम आमको लिखि देइछ। सेतिपाई मु तुम नामर गौरव करे। जो भाई भणी माने वाक्य को शुणुचंती तुम्हें सेमानकु मध्य प्रस्तुत कर, तुम आगमन निमंते तैयारी कर। प्रत्येक समय मृत्यु निमंते से माने जेपरि प्रस्तुत रहिबे प्रत्येक भाई भणी मानकु तुम्हें अनुग्रह प्रदान कर। प्रार्थना शुणिल, धन्यवाद। प्रिय प्रभु यीशुଙ୍କ नामरे मागुछि पिता, आमेन आमेन। प्रभुଙ୍କ नामर गौरव हो। प्रभु आम समस्त को आशीर्वाद करंतु। प्रभु अनुग्रह हेले आउ एक प्रसंग रे परस्पर साक्षात करी आमे ताहांको गौरव निमंते बढ़ुथिबा रहिबा। नमस्कार। गॉड ब्लेस यू।